হ্যালো দর্শক বন্ধু আউ কিছু দিন ভিতরে নূতন বর্ষ বা 2026 আসিଯିବ ଆଉ 2025 ଆଉ ଅଳ୍ପ କିଛି ଦିନ ଭିତରେ ବିଦାୟ ଦେବା। କିନ୍ତୁ ମଣିଷର ଜୀବନରେ ତ ବିଭିନ୍ନ ସମୟ ଦେଇ ଗତି କରିଥାଏ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଯେମିତି ମଣିଷ ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ, କିଏ 50 ବର୍ଷ, କିଏ 60 ବର୍ଷ, କିଏ 70 ବର୍ଷ ଏମିତି ବଞ୍ଚିଥାଏ। ସେମିତି ଯେମିତି ଋତୁ ପରିବର୍ତ୍ତନ ହୋଇଥାଏ, ଯେମିତି ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ, ଏମିତି ଯେମିତି ଋତୁ ପରିବର୍ତ୍ତନ ହୋଇଥାଏ, ଆଉ ମଣିଷ ମଧ୍ୟ ଯିଏ ଜନ୍ମ ହୋଇଛି ମୃତ୍ୟୁ ଆଜିକାଲି ଦୁନିଆରେ କେହି ମଧ୍ୟ ସାରା ଜୀବନ ବଞ୍ଚି ରହିନାହିଁ, ଆଉ ରହିବ ନାହିଁ। ଆଉ ସେମିତି ମଧ୍ୟ ମାସ ପରେ ମାସ ଅତିକ୍ରମ କରି ଚାଲିଥାଏ, ଆଉ ସେମିତି ମଧ୍ୟ ବର୍ଷ ପରେ ବର୍ଷ ମଧ୍ୟ ଅତିକ୍ରମ କରି ଚାଲିଥାଏ। ଆଉ ପ୍ରିୟ ଦର୍ଶକ ବନ୍ଧୁ, ଆଉ 2025କୁ ଆଉ ଅଳ୍ପ କିଛି ଦିନ ଭିତରେ ବିଦାୟ ଦେଇ ଏହାପରେ ଆସିଯିବ 2026। ତାକୁ ଆମେ ନୂତନ ବର୍ଷ ଭାବରେ ଗ୍ରହଣ କରିବା। କିନ୍ତୁ ସେଇ 2026 ସିଏ ବି ଦିନେ ଯେଉଁ 2025 ଯେମିତି ବିଦାୟ ହେଉଛି, ସେମିତି 2026 ଦିନେ ବି ସିଏ ବି ମଧ୍ୟ ଦିନେ ବିଦାୟ ହେବ। ଆଉ ତାପରେ 2027 ଆସିବ। ଏମିତି ଯେମିତିକି ଋତୁ ପରେ ଋତୁ ଆସିଥାଏ, ବର୍ଷ ପରେ ବର୍ଷ ଆସିଥାଏ, ଆଉ ବାର ପରେ ବାର ଆସିଥାଏ। ଆଜି ଧର ସୋମବାର, ମନେ କରାଯାଏ ଆଜି ସୋମବାର, ତାପରେ ଆସିବ ମଙ୍ଗଳବାର, ବୁଧବାର, ଏମିତି ସମୟ ଦେଇ ଗତି କରିଥାଏ। ଆଜି ଯେ ଛୋଟ ଛୁଆ ଜନ୍ମ ହେଉଛି, ଆସନ୍ତାକାଲିର ସିଏ ଯୁବକ ହୋଇଥାଏ। ତାପରେ ମାନେ ଯେମିତି ଛୋଟିଆ ଛୁଆ ଜନ୍ମ ହେଲେ ବାଲ୍ୟ, କିଶୋର, କୈଶୋର, ଯୁବକ, ଏମିତି ବାର୍ଦ୍ଧକ୍ୟ ଦେଇକି ମଣିଷ ଜୀବନ ଗତି କରିଥାଏ। ସେମିତି ମଧ୍ୟ ବର୍ଷ ପରେ ବର୍ଷ ଆସିଥାଏ। ଋତୁଚକ୍ର ଭଳି ବର୍ଷ ପରେ ବର୍ଷ ମଧ୍ୟ ସମୟ ଗଡ଼ି ଚାଲିଥାଏ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଆଉ ଅଳ୍ପ କିଛି ଦିନ ଭିତରେ ଆମର ଚାଲି ଆସିବ 2026। ଆଉ 2025କୁ ବିଦାୟ ଦେଇ ଆମେ 2026କୁ ସ୍ୱାଗତ କରିବା। ସେଇ 2026 ଦିନେ ସେ ବି ମଧ୍ୟ ବିଦାୟ ହୋଇଯିବ 2025 ଭଳି। ତାପରେ ଆସିବ 2027। ଏମିତି କରି ମଣିଷ ଏ ସମାଜ ଥିବା ପର୍ଯ୍ୟନ୍ତ ବର୍ଷ ପରେ ବର୍ଷ, ଦିନ ପରେ ଦିନ ଆଉ ଏମିତି ଗଡ଼ି ଚାଲିଥିବ, ଆଉ ଋତୁଚକ୍ର ଭଳି ଗଡ଼ି ଚାଲିଥିବ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଏ ହେଉଛି এই ଯେଉଁ ନୂତନ ବର୍ଷ ଆସିବ, ଏ ହେଉଛି ଓଡ଼ିଆମାନଙ୍କର ନୂତନ ବର୍ଷ ନୁହେଁ, ଏ ହେଉଛି ଇଂରେଜମାନଙ୍କର ନୂତନ ବର୍ଷ। ଆମ ଓଡ଼ିଆମାନଙ୍କର ନୂତନ ବର୍ଷ ହେଉଛି ବୈଶାଖ ମାସ ଯେଉଁ ପଣା ସଂକ୍ରାନ୍ତି, ତାକୁ ହିଁ ଆମ ଓଡ଼ିଆମାନଙ୍କର ନୂତନ ବର୍ଷ ରୂପେ ଗଣନା କରାଯାଏ, ଆମ ଓଡ଼ିଆମାନଙ୍କର ମାନେ ପରମ୍ପରା, ରୀତିନୀତି ଅନୁଯାୟୀ। କିନ୍ତୁ ଆମେ କ'ଣ କରୁଛନ୍ତି ନା, ନୂତନ ବର୍ଷକୁ ମାନେ 2026କୁ ଆମେ ସ୍ୱାଗତ କରିବା, 2025କୁ ବିଦାୟ ଦେଇ ଯେଉଁ ଆମେ ଗ୍ରହଣ କରୁଛନ୍ତି। କିନ୍ତୁ ଏଟା ହେଉଛି ଇଂରେଜମାନଙ୍କର ନୂତନ ବର୍ଷ। ଜାନୁଆରୀ 1 ତାରିଖ ଏଟା ଇଂରେଜମାନଙ୍କର ନୂତନ ବର୍ଷ। କିନ୍ତୁ ଓଡ଼ିଆମାନଙ୍କର ନୂତନ ବର୍ଷ ହେଉଛି ବୈଶାଖ ମାସ ପଣା ସଂକ୍ରାନ୍ତି ଦିନ ହିଁ ଓଡ଼ିଆମାନଙ୍କର ନୂତନ ବର୍ଷ। କିନ୍ତୁ ତାକୁ ପାଳନ କରୁଛନ୍ତି, କିନ୍ତୁ ସାଧାରଣତଃ ଯୁବପିଢ଼ିମାନେ ତା ଉପରେ ବେଶୀ ଧ୍ୟାନ ଦେଉନାହାନ୍ତି। ବେଶୀ ଧ୍ୟାନ ଦେଉଛନ୍ତି ନା ଜାନୁଆରୀ 1 ତାରିଖକୁ ବେଶୀ ଧ୍ୟାନ ଦେଉଛନ୍ତି ନା, ସେଇଟା ହେଉଛି ନୂତନ ବର୍ଷ। କିନ୍ତୁ ନୂତନ ବର୍ଷ ଠିକ୍ ଅଛି, ବିଶ୍ୱସ୍ତରୀୟ ନୂତନ ବର୍ଷ ଏଟା, ମାନେ ଇଂରେଜମାନଙ୍କର ନୂତନ ବର୍ଷ। କିନ୍ତୁ ଆମେ ଓଡ଼ିଆ, ଯେହେତୁ ଆମେ ଓଡ଼ିଆ, ଆମର ନୂତନ ବର୍ଷ ହେଉଛି ବୈଶାଖ ମାସ ପଣା ସଂକ୍ରାନ୍ତି। ତେବେ ପ୍ରିୟ ଦର୍ଶକ ବନ୍ଧୁ, କ'ଣ ଠିକ୍ କହିଲି ନା? ଏହାପରେ ମଧ୍ୟ କ୍ୟାଲେଣ୍ଡର ବଦଳିଯିବ, ଆଉ ବିଭିନ୍ନ ପ୍ରକାର ସମସ୍ୟା ଗୁଡ଼ିକ ବଦଳି ଯାଇଥିବ। ଯେମିତି ମାନେ 2025କୁ ବିଦାୟ ଦେଇ 2026କୁ ସ୍ୱାଗତ କରିବା। କିନ୍ତୁ 2025ର କ୍ୟାଲେଣ୍ଡର, ତାକୁ ମଧ୍ୟ ଆମେ ବିଦାୟ ଦେଇ 2026ର କ୍ୟାଲେଣ୍ଡରକୁ ପ୍ରତ୍ୟେକ ଘରେ, ଆଉ ପ୍ରତ୍ୟେକ ଅଫିସ୍, ବିଭିନ୍ନ ଜାଗାରେ, ଆଉ ବିଭିନ୍ନ ମହଲରେ ମଧ୍ୟ 2026ର କ୍ୟାଲେଣ୍ଡର ଲାଗିବ, ଆଉ 2025ର କ୍ୟାଲେଣ୍ଡରକୁ ହଟେଇ ଦିଆଯିବ। କାରଣ ସେ ସମୟ ଅତିବାହିତ ହୋଇଯିବ। ଏହାପରେ ଆସିବ 2026ର ସମୟ। 2026ର ସମସ୍ତ ଘର, ଆଉ ବିଭିନ୍ନ ଅଫିସ୍ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ 2026ର କ୍ୟାଲେଣ୍ଡର ଲାଗିବ। ଆଉ ସେମିତି ମଧ୍ୟ 2026ର କ୍ୟାଲେଣ୍ଡର ତା ଆସନ୍ତା ବର୍ଷକୁ ସେ ବଦଳିଯିବ, 2027ର କ୍ୟାଲେଣ୍ଡର ଆସିବ। ଏମିତି ଋତୁ ପରେ ଋତୁ, ବର୍ଷ ପରେ ବର୍ଷ ଆଉ ସମୟ ଗଡ଼ି ଚାଲିଥାଏ। ଆଉ ମଣିଷ ଏ ସମାଜ ଥିବା ପର୍ଯ୍ୟନ୍ତ ଏମିତି ଚାଲିଥିବ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ପରବର୍ତ୍ତୀ ଅବସ୍ଥାରେ ଯେଉଁ ଭିଡ଼ିଓ ଆସିବ ନିଶ୍ଚିତ ଆପଣମାନେ ଦେଖିପାରିବେ। ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ଲାଇକ୍ ଟିକେ କରନ୍ତୁ। ଜଣକୁ ଉପରକୁ ଉଠାଇବାକୁ ହେଲେ ଆମ ଚ୍ୟାନେଲଟିକୁ ଟିକେ ଲାଇକ୍ କଲେ ମୋତେ ଟିକେ ଭଲ ଲାଗିବ, ଆଉ ଆପଣମାନଙ୍କ ପାଇଁ ଭଲ ଭଲ ଭିଡ଼ିଓ ମଧ୍ୟ ମୁଁ ନିଶ୍ଚିତ ଆପଣମାନଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ପାଇଁ ଆଣିପାରିବି ନିଶ୍ଚିତ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଆଉ ଭଲ ଭଲ ଶିକ୍ଷା ସମ୍ବନ୍ଧିତ ଜିନିଷ ଆମ ଚ୍ୟାନେଲରୁ ଜାଣିପାରିବେ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଆମ ଚ୍ୟାନେଲଟିକୁ ଲାଇକ୍ କରନ୍ତୁ, ଆଉ ସବସ୍କ୍ରାଇବ୍ କରନ୍ତୁ। ତେବେ ଧନ୍ୟବାଦ ପ୍ରିୟ ଦର୍ଶକ।